କଥା ଦେଇ କଥା ରଖିଲେ ବିଜେପି ଯୁବ ନେତା ସବୀର ଦାସ। ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ଦିନରେ ଭଗବାନ ବିର୍ସା ମୁଣ୍ଡା ମା ମାଟି ପାଇଁ ସଂଗ୍ରାମ କରି ଶହୀଦ ହୋଇଥିଲେ। କେନ୍ଦୁଝର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ତଥା ଜଣାଶୁଣା ଯୁବ ନେତା ସବୀର ଦାସଙ୍କ ମଧ୍ୟ ସେହିଦିନ ଜନ୍ମଦିନ ଅଟେ। 2025 ମସିହା ଜୁନ୍ 9 ତାରିଖ ଦିନ ଜନ୍ମଦିନରେ ସବୀର ଦାସ ଏକ ଦଳୀୟ କାର୍ଯ୍ୟକ୍ରମରେ ଡୁମୁରିଆ ଗ୍ରାମ ପଞ୍ଚାୟତର ହୋ ବସତି ପୂର୍ଣ୍ଣ ବାଇଦବଜା ଗ୍ରାମରେ ଯୋଗ ଦେଇଥିଲେ ଏବଂ ନିଜ ଜନ୍ମଦିନଟିକୁ ସେ 23 ନମ୍ବର ଜୋନ୍ରେ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ବିଜେପିର ପ୍ରାର୍ଥୀ ହୋଇଥିବା ନିଜ ଧର୍ମପତ୍ନୀ ସଙ୍ଗୀତାରାଣୀ ପଣ୍ଡା ଏବଂ ପୁଅ ପୁତୁରାଙ୍କୁ ନେଇ ବାଇଦବଜା ଗ୍ରାମର ଆଦିବାସୀ ଜନଜାତି ସହିତ ଅତି ଧୁମଧାମରେ ପାଳନ କରିଛନ୍ତି। ସେହିପରି ନିଜସ୍ୱ ଅର୍ଥରେ ସେ ବାଇଦବଜାଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପାଇଁ ଭୂମି ପୂଜନ କରିଛନ୍ତି। ତାଙ୍କ ଧର୍ମପତ୍ନୀ ସଙ୍ଗୀତାରାଣୀ ପଣ୍ଡା ନଡ଼ିଆ ବାଡ଼େଇ ଶୁଭ ପକାଇଥିବା ସହିତ ଶ୍ରୀ ଦାସ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସହଯୋଗ ରାଶି ପ୍ରଦାନ କରିଛନ୍ତି। ଏକ ମାସ ମଧ୍ୟରେ ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ଲକ୍ଷ୍ୟରେ କାମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ପାଟଣା ମଣ୍ଡଳ ବିଜେପି ସଭାପତି ବ୍ରଜବନ୍ଧୁ ସେଠୀ, ଯୁବ ମୋର୍ଚ୍ଚା ସଭାପତି ନିତେଶ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ସୁଦର୍ଶନ ମୁଣ୍ଡା ଏବଂ ମହାନ୍ତି ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପାଟଣାରୁ ରଞ୍ଜନ କୁମାର ବାରିକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।